शुभ सकाळ ଏହି ସୁନ୍ଦର ପରିବେଶର ସୁନ୍ଦର ଆଲୋଚନାର ଚମତ୍କାର ଅଭିବ୍ୟକ୍ତି ଆମେ ଅନ୍ତତଃ ଆଜି ମାଙ୍କ ପାଖରେ ସମର୍ପଣ କରିବା ବୋଲି ଆଶା ରଖି ଏ ଅଧ୍ୟାୟକୁ ଏ ସେସନକୁ ଆମେ ଆରମ୍ଭ କରିବାକୁ ଯାଉଛନ୍ତି। ଏଇଠି ଆମେ ଆଜି ଆଲୋଚନା କରିବା ଆମର ଗତାନୁଗତିକ ଅଫଲାଇନ୍ ସାବିତ୍ରୀ କ୍ଲାସ୍ର ସେହି ଚରମ ଆଲୋଚନାର ମୁଖ୍ୟ ଆକର୍ଷଣ ନର ଦେହେ ନାରାୟଣଙ୍କ ସଂଖ୍ୟା ତଥାପି ନଗଣ୍ୟ। ଗଡ୍ସ ଆର୍ ଟୁ ଫ୍ୟୁ ଇନ୍ ହ୍ୟୁମାନ ଫର୍ମସ୍। ତେଣୁ ଆମେ ଏହାକୁ ଚମତ୍କାର ଆଲୋଚ୍ୟ ବିଷୟବସ୍ତୁ ଭିତରକୁ ପଶିବା। ଦ ଗଡ୍ସ ଆର୍ ଷ୍ଟିଲ୍ ଟୁ ଫ୍ୟୁ ଇନ୍ ମୋର୍ଟାଲ ଫର୍ମସ୍। ନର ଦେହେ ନାରାୟଣଙ୍କ ସଂଖ୍ୟା ତଥାପି ନଗଣ୍ୟ। ଆଲୋଚନା କରିବା ଆମେ ପଢ଼ୁଛନ୍ତି। ତେଣୁ କଲ୍ ଦ କ୍ୱେଷ୍ଟ ଆମର ଗତାନୁଗତିକ ଧାରାରେ ଗତି କରି ଚାଲିଛି। ଆଲୋଚନା କରିବାକୁ ଆମେ ଯାଉଛନ୍ତି। ଶବ୍ଦ ଆସୁଛି ଅଶ୍ୱପତିଙ୍କର କାନକୁ, ଯେଉଁଠି ଆମେ ଜାଣିଛୁ ସାବିତ୍ରୀ ନିଜେ ପ୍ରତୀୟମାନ ହୋଇଛନ୍ତି, ନିଜେ ତା ଭିତରେ ଅଛନ୍ତି, କିନ୍ତୁ ସମ୍ଭବ ହେଉଛି କୌଣସି ଜଣେ ବି ମଧ୍ୟ ତାଙ୍କୁ ଚିହ୍ନୁ ନାହାନ୍ତି। ଅଥଚ ତାଙ୍କୁ ଯେଉଁମାନେ ବି ଜାଣିଛନ୍ତି ତାଙ୍କ କେନ୍ଦ୍ର ଭିତରକୁ, ତାଙ୍କ ସର୍କଲ ଭିତରକୁ ଆସୁଛନ୍ତି, ସେ କେବଳ ପ୍ରଣାମ କରୁଛନ୍ତି, ସ୍ୱୀକାର କରୁଛନ୍ତି, କିନ୍ତୁ ତାଙ୍କର କେହି ଜଣେ ମଧ୍ୟ ତାଙ୍କର ମେଟ୍ ପାର୍ଟନର ହେବା ପାଇଁ ଯୋଗ୍ୟ ନୁହନ୍ତି। ତେଣୁ ଏଇଭଳି ଅବସ୍ଥା ଭିତରେ ବର୍ତ୍ତମାନ ଶବ୍ଦଟିଏ ସ୍ୱରଟିଏ ଆସିକରି ଭାସି ଆସୁଛି ଏବଂ ରାଜା ଅଶ୍ୱପତିଙ୍କ ପାଖରେ କାନରେ ଏସବୁ ଆସିକରି ସେ ଶବ୍ଦଟା ବାରମ୍ବାର ତରଙ୍ଗାୟିତ ହେଉଛି। ସେହି ଶବ୍ଦର କେହି ଧାଡ଼ି କଲ୍ ଟୁ ଦ କ୍ୱେଷ୍ଟରେ ଆମେ ପଢ଼ିବା। ଦ ଗଡ୍ସ ଆର୍ ଟୁ ଫ୍ୟୁ ଇନ୍ ମୋର୍ଟାଲ ଫର୍ମସ୍। ଆମେ ସେହି ବିଷୟରେ ଆମେ ଆଲୋଚନା କରିବାକୁ ପ୍ରଚେଷ୍ଟା କରିବା। ପ୍ରଥମ ଶବ୍ଦ ଯାହାକୁ ଲେଖୁଛନ୍ତି ସେଥିରେ ଅନେକ କିଛି ଅଛି। ଏ ଶବ୍ଦଟି ଏ ଲାଇନ୍ଟି ପଢ଼ି ସାରିଲା ପରେ ଆମେ ପ୍ରକୃତରେ ବୁଝିଯିବା ଯେ ମଣିଷ କ'ଣ, ତା'ର ଜୀବନ କ'ଣ, ତା'ର ଗତାନୁଗତିକ ଧାରାବାହିକ ଚିନ୍ତା ଅନୁଚିନ୍ତା କେମିତି। ଓ ଫୋର୍ସ କମ୍ପେଲ୍ଡ ଫେଟ୍ ଡ୍ରିଭିନ୍ ଆର୍ଥ ବର୍ନ ରେସ୍। ଆଉ କ'ଣ ଲେଖିଥାନ୍ତେ? କମ୍ପେଲ୍ଡ ହେଉଛନ୍ତି କେମିତି ନା ଫୋର୍ସ କମ୍ପେଲ୍ଡ, ମେସିନ୍ ଯେମିତି ଯାଉଛି କରେଣ୍ଟ ଦ୍ୱାରା ପ୍ରବାହିତ ହେଉଛି, ଶକ୍ତି ଦ୍ୱାରା ପ୍ରଭାବିତ ହେଉଛି, ସେଇଭଳିଆ ଫୋର୍ସ କମ୍ପେଲ୍ଡ, ବାଧ୍ୟ ହେଉଛନ୍ତି ଫୋର୍ସ ଦ୍ୱାରା। ଫେଟ୍ ଡ୍ରିଭିନ୍, ଗତି ତାଙ୍କର କେମିତି ନା ନିୟତି ଦ୍ୱାରା। ଫେଟ୍ ଡ୍ରିଭିନ୍ କେଉଁଠି ଅଛନ୍ତି ନା ଆର୍ଥ ବର୍ନ ରେସ୍। ଓ ପେଟି ଆଡ଼ଭେଞ୍ଚରର୍ସ ଇନ୍ ଆନ୍ ଇନଫିନିଟି ୱାର୍ଲଡ। ପୃଥିବୀଟା ହେଉଛି ଇନଫିନିଟି, ଏମାନଙ୍କର ଆଡ଼ଭେଞ୍ଚର ହେଉଛି କେମିତି ମଣିଷର ପେଟି ଆଡ଼ଭେଞ୍ଚରର୍ସ। ପ୍ରିଜନର୍ସ ଅଫ୍ ଏ ଡ୍ୱାର୍ଫ ହ୍ୟୁମାନିଟି। ବନ୍ଦୀ ହେଇଯାଇଛନ୍ତି କେଉଁଠି? ଗୋଟେ ଡ୍ୱାର୍ଫ ହ୍ୟୁମାନିଟି, ବାମନ ଯେଉଁ ଭାବରେ ଏଠି ରହିଛନ୍ତି। ହାଉ ଲଙ୍ଗ ୱିଲ୍ ୟୁ ଟ୍ରେଡ୍ ଦ ସର୍କଲିଂ ଟ୍ରାକ୍ସ ଅଫ୍ ମାଇଣ୍ଡ। ମନ ସର୍କଲିଂ ଟ୍ରାକ୍ସ ଯେଉଁଠୁ ଆରମ୍ଭ ହେଉଛି ବୁଲି ବୁଲି ପୁଣି ସେଇଠିକି ଆସିକରି ପହଞ୍ଚୁଛୁ। ଠିକ୍ ସେଇଭଳିଆ କେତେ ଦିନ ଏପର୍ଯ୍ୟନ୍ତ ତୁମେ ଏମିତି ପଦଚାରଣା କରିବ ବଞ୍ଚିଥିବ। ଆରାଉଣ୍ଡ ୟୁଅର ଲିଟିଲ୍ ସେଲ୍ଫ ଆଣ୍ଡ ଦ ପେଟି ଥିଙ୍ଗସ୍। ସେଇ କ୍ଷୁଦ୍ରତା ଭିତରେ, କ୍ଷୁଦ୍ର ବନ୍ଧନୀ ଭିତରେ, କ୍ଷୁଦ୍ର ଜୀବନ ଭିତରେ କେତେ ଦିନ ବୁଲୁଥିବ। ତାପରେ ପୁନର୍ବାର କହୁଛନ୍ତି ବଟ୍ ନଟ୍ ଫର୍ ଏ ଚେଞ୍ଜଲେସ୍ ଲିଟିଲନେସ୍ ୱେଆର୍ ୟୁ ମିଣ୍ଟ। ତୁମକୁ ଜନ୍ମ ଦିଆଯାଇ ନଥିଲା, ତୁମର ସମ୍ଭାବନା ଏଇ କ୍ଷୁଦ୍ରତା ଭିତରେ ବନ୍ଦୀ ହେଇକି ରହିବାକୁ ନୁହେଁ। ନଟ୍ ଫର୍ ଏ ଚେଞ୍ଜଲେସ୍ ଲିଟିଲନେସ୍, ଯେଉଁ କ୍ଷୁଦ୍ରତା ଯିଏକି ବଦଳିବାର ସମ୍ଭାବନା ନାହିଁ, ତାରି ଭିତରେ ରହିବାକୁ ହେଇନଥିଲା। ନଟ୍ ଫର୍ ଭେନ୍ ରିପିଟେସନ୍ ୱେଆର୍ ୟୁ ବିଲ୍ଟ। ସେଇ ଗତାନୁଗତିକ ପୁନରାବୃତ୍ତି ଭିତରେ ଆପଣ ଥକି ପଡ଼ିବାକୁ ତା ମଧ୍ୟ ଆପଣ ତିଆରି ହେଇନଥିଲେ। ବଟ୍ ଫର୍ ଆଉଟ୍ ଅଫ୍ ଦ ଇମୋର୍ଟାଲ ସବଷ୍ଟାନ୍ସ ୱେଆର୍ ୟୁ ମେଡ୍। ମା ଜନ୍ମ ଜଟରରୁ, ଗର୍ଭରୁ ନିଶ୍ଚିତ ଭାବରେ ଆସିଛନ୍ତି, ତାହାର ସନ୍ଦେହ ନାହିଁ, ରକ୍ତ ମାଂସ ହାଡ଼ରେ ଗଢ଼ା। କିନ୍ତୁ ଶ୍ରୀ ଅରବିନ୍ଦ ଚମତ୍କାର ଭାବରେ ଲେଖୁଛନ୍ତି ତାହାର ବାସ୍ତବରେ ବାହ୍ୟ ଜିନିଷ ଯାହା ଦେଖାଯାଉଛି ତାହା ଭଳି ନୁହେଁ, ତାକୁ ଛାଡ଼ିଲେ ଅନେକ କିଛି। ଆଉଟ୍ ଅଫ୍ ଦ ଇମୋର୍ଟାଲ ସବଷ୍ଟାନ୍ସ ୟୁ ୱେଆର୍ ମେଡ୍। ତୁମକୁ ତିଆରି କରାଯାଇଥିଲା ଆଉଟ୍ ଅଫ୍ ଦ ଇମୋର୍ଟାଲ ସବଷ୍ଟାନ୍ସ, ସେଇ ଅକ୍ଷୟ ଉତ୍ସ, ସେଇ ଅକ୍ଷୟ ଯେଉଁ ପରିମାଣ ସବଷ୍ଟାନ୍ସ ଭିତରୁ ତୁମେ ତିଆରି ହେଇଥିଲ, ଅମର ଉତ୍ସରୁ ତୁମେ ତିଆରି କରିଛ। ୟୁଅର ଆକ୍ସନ୍ସ କ୍ୟାନ୍ ବି ସୁଇଫ୍ଟ ରିଭିଲିଂ ଷ୍ଟେପ୍ସ। ହେଇପାରିବ, ତୁମେ ଖୁବ୍ ଜୋର ଯାଇପାରିବ, କ୍ଷିପ୍ର ହେଇପାରିବ, ଗତି ହେଇପାରିବ, ଦେଖାଯାଉଥିବ ପରିଦୃଶ୍ୟମାନ ଏବଂ କ୍ଷିପ୍ର ଗତିରେ ତୁମର ଯିବାର ସମ୍ଭାବନା ଅଛି, ତୁମେ ଯାଉନ କାହିଁକି? ୟୁଅର ଲାଇଫ୍ ଏ ଚେଞ୍ଜଫୁଲ୍ ମୁଡ୍ ଫର୍ ଗ୍ରୋଇଂ ଗଡ୍ସ। ଏଇଠି କହିଲେ ଟୁ ଡୋ नो ଇଜ୍ ଗୁଡ୍, ଟୁ ଲିଭ୍ ଇଜ୍ ବେଟର୍ ଆଣ୍ଡ ଟୁ ବି ଦ୍ୟାଟ୍ ଇଜ୍ ପରଫେକ୍ଟ। ସତ୍ୟକୁ ଜାଣିବା ଭଲ, ସତ୍ୟରେ ବାସ କରିବା ଭଲ, ସତ୍ୟ ହୋଇଯିବା ହେଉଛି ସର୍ବୋତ୍ତମ। ଏଠି ମଧ୍ୟ ଶ୍ରୀ ଅରବିନ୍ଦ କହୁଛନ୍ତି ଜନ୍ମର ଯେଉଁ ବାସ୍ତବତା କହୁଛନ୍ତି, କହୁଛନ୍ତି ତାପରେ କହୁଛନ୍ତି ୟୁଅର ଲାଇଫ୍ ଏ ଚେଞ୍ଜଫୁଲ୍ ମୁଡ୍ ଫର୍ ଲିଭିଂ ଗଡ୍ସ, ଫର୍ ଗ୍ରୋଇଂ ଗଡ୍ସ। ମୁଡ୍ ଗୋଟିଏ ଛାଞ୍ଚ ଯାହା ଦେହରେ ବଢ଼ି ସାରିଲା ପରେ ଗ୍ରୋଇଂ ଗଡ୍ସ, ଅର୍ଡ଼ିନାରୀ ହ୍ୟୁମାନ୍ ବିଙ୍ଗ ବା ଖସିଗଲା ଗୋଡ଼ ତଳକୁ ତଳକୁ, ଯେଉଁ ପଶୁତ୍ୱରୁ ଯାଇକରି ଦେବତ୍ୱ ଆଡ଼କୁ ଯାଉଛନ୍ତି, ପୁଣି ସେଇ ତଳକୁ ଖସିବାର ନଥିଲା,
ଚେଞ୍ଜଫୁଲ୍ ମୁଡ୍ ଫର୍ ଗୋଇଂ ଗଡ୍ସ ଏ ସିୟର ଏ ଷ୍ଟ୍ରଙ୍ଗ କ୍ରିଏଟର ଇଜ୍ ୱିଦିନ୍। କାହିଁକି ତୁମର ସମ୍ଭାବନା କ'ଣ? ଜଣେ ଦ୍ରଷ୍ଟା, ଜଣେ ସୃଜନଶୀଳ ଏବଂ ସର୍ବଶକ୍ତିମାନ ସ୍ରଷ୍ଟା ତୁମ ଭିତରେ ଅଛନ୍ତି। ଦ ଇମାକୁଲେଟ୍ ଗ୍ରାଣ୍ଡିଓର ବ୍ରୁଡ୍ସ ଅପନ୍ ୟୋର ଡେଜ୍। ତୁମ ସମୟ ଭିତରେ, ତୁମର କାଳ ଭିତରେ, ତୁମ ଜୀବନ ରେଖା ଭିତରେ କ'ଣ କହୁଛନ୍ତି ନା ଇମାକୁଲେଟ୍ ସ୍ପଟଲେସ୍ ଗ୍ରାଣ୍ଡିଓର ବ୍ରୁଡ୍ସ ଅପନ୍ ୟୋର ଡେଜ୍। ଅଲମାଇଟି ପାୱାର୍ସ ଆର୍ ସର୍ଟ ଇନ୍ ନେଚର ସେଲ୍। ପ୍ରକୃତିର ଯେଉଁ କୋଷ ତିଆରି ହେଇଛି ତାରି ଭିତରେ, କୋଷ ଭିତରେ କିଏ ରହିଛି ଆପଣ ଜାଣିପାରୁନାହାନ୍ତି। ଅଲମାଇଟି ପାୱାର୍ସ, ସେଇ ଶକ୍ତିର, ସେଇ ସର୍ବଶକ୍ତିମାନ ଶକ୍ତିମାନେ ତାରି ଭିତରେ ଅଛନ୍ତି। ନେଚର ସଟ୍ ବନ୍ଦୀ ହୋଇକି ରହିଛନ୍ତି, ତାରି ଭିତରେ ପରିପୂର୍ଣ୍ଣ ହୋଇକି ରହିଛନ୍ତି। ଏ ଗ୍ରେଟର ଡେଷ୍ଟିନି ୱେଟ୍ସ ୟୁ ଇନ୍ ୟୋର ଫ୍ରଣ୍ଟ। ତୁମ ସାମ୍ନାରେ ଗୋଟିଏ ମହାନତର ନିୟତି ତୁମକୁ ଅପେକ୍ଷା କରି ରହିଛି, କିନ୍ତୁ ତୁମେ ବୁଝିପାରୁନ ସେଇ କ୍ଷୁଦ୍ରତା, ସେଇ ଅଳିକତା, ସେଇ ସଂକୀର୍ଣ୍ଣତା, ସେଇ ଅହଙ୍କାର, ଆରି ଭିତରେ ସେଇ ନିଶ୍ଚେତନା, ତାରି ଭିତରେ ସେଇ ଅବିଦ୍ୟା, ସେଇ ଅଜ୍ଞାନ, ତାରି ଭିତରେ ପଡ଼ିକି ରହିଛ, ବାହାରିବାକୁ ଚେଷ୍ଟା କରୁନା। ତାପରେ ଦିସ୍ transient earthly being, if he wills, can fit its acts to a transcendent scheme। ସେ ଯଦି ଚାହିଁବେ ଯେ ତୁମ ଭିତରେ ଅଛନ୍ତି ଅଲମାଇଟି ପାୱାର, ଇମୋର୍ଟାଲ ପାୱାର, ଗ୍ରେଟର ଡେଷ୍ଟିନି, ଏଇସବୁ ଯେଉଁ ଆଲୋଚନା ହେଉଛନ୍ତି, ସିଓର ଷ୍ଟ୍ରଙ୍ଗ କ୍ରିଏଟର ଇଜ୍ ୱିଦିନ୍, ଇମାକୁଲେଟ୍ ଗ୍ରାଣ୍ଡିଓର ଯେଉଁ ଆଲୋଚନା ହେଉଛନ୍ତି, ସିଏ ଯେତେବେଳେ ଚାହିଁବେ, ଯଦି ସଂକଳ୍ପ କରିବେ, ତୁମକୁ ନେଇକରି କ'ଣ କରିବେ, ଗୋଟେ ଟ୍ରାନ୍ସେଣ୍ଡେଣ୍ଟ ସ୍କିମ୍, ବିଶ୍ୱାତୀତ ଗୋଟିଏ ବିରାଟ ଅନୁଶୀଳନ ଯେଉଁ ଇଏ ଅଛି, ପ୍ଲାନ୍ ଅଛି, ସେଠି ତୁମକୁ ନେଇ ପହଞ୍ଚାଇ ପାରିବେ। ହି ହୁ ନାଉ ଷ୍ଟେୟାର୍ସ ଆଟ୍ ଦ ୱାର୍ଲଡ ୱିଥ୍ ଇଗ୍ନୋରାଣ୍ଟ ଆଇଜ୍। ନ ଜାଣିଲା ଭଳି, ନ ବୁଝିଲା ଭଳି, ଅଜ୍ଞାନ ଭଳି ସେ କେବଳ ରୋଲ୍ କରୁଛନ୍ତି, ନହେଲେ ଆଉ କିଛି ନାହିଁ। ତାପରେ କହୁଛନ୍ତି, କିଛି ସମୟ ଗଲା ପରେ ଶ୍ରୀ ଅରବିନ୍ଦ ଚମତ୍କାର ଭାବରେ ଶୁଣୁଛନ୍ତି ସେ ଶବ୍ଦକୁ, ଇଟ୍ ସାଲ୍ ଦ ଗଡ୍-ହେଡ୍ ଗ୍ରୋ ୱିଦିନ୍ ୟୋର ହାର୍ଟସ୍। ତଥାପି ଏସବୁ ଲାଗୁଛି, ତୁମେ ଯାଇପାରୁନା, କିନ୍ତୁ ତଥାପି କ'ଣ କରିବ, ଗଡ୍-ହେଡ୍ ଗ୍ରୋ ୱିଦିନ୍ ୟୋର ହାର୍ଟସ୍। ତୁମର ହୃଦୟ ଭିତରେ, ହୃତ୍କେନ୍ଦ୍ର ଭିତରେ, ଯେଉଁଠି ଆମେ ଜାଣିଛୁ ସୋଲ୍ ହେଉଛି ସ୍ପାର୍କ ଅଫ୍ ଦ ଡିଭାଇନ୍, ସେ କ'ଣ କରିବ, ଗ୍ରୋ କରିପାରିବ। ୟୁ ସାଲ୍ ଆୱେକେନ୍ ଟୁ ଦ ସ୍ପିରିଟ୍ସ ଏୟାର। ଯେତେବେଳେ ସିଏ ଗ୍ରୋ କରିବା ଆରମ୍ଭ କରିବ, ସେତେବେଳେ ତୁମେ କ'ଣ କରିବ ନା ଜାଗରିତ ହେବ। କେଉଁଠିକି ନା ସ୍ପିରିଟ୍ସ ଏୟାର, ଆତ୍ମାର ସେଇ ଭୂମା ଭିତରକୁ, ମଣ୍ଡଳ ଭିତରକୁ। ଆଣ୍ଡ ଦ ଫିଲ୍ ଦ ବ୍ରେକିଂ ୱେଲ୍ସ ଅଫ୍ ମୋର୍ଟାଲ ମାଇଣ୍ଡ। ଭାଙ୍ଗିଯିବ, ମଣିଷର ମନ ଯାହାକୁ ତିଆରି କରିଛି ତାକୁ ଭାଙ୍ଗିଦେବ, ତାକୁ ଦେଖୁଥିବ, ସୃଷ୍ଟି କରୁଥିବ। ଆଣ୍ଡ ହାର୍ଟ ହିୟର ଦ ମେସେଜ ହ୍ୱିଚ୍ ଲେଫ୍ଟ ଲାଇଫ୍ସ ହାର୍ଟ ଡମ୍। ସେଇ ଯେଉଁ ଦିବ୍ୟ ସଂକେତ, ସେଇ ଯେଉଁ ଦିବ୍ୟ ସ୍ତୁତି, ସେଇ ଦିବ୍ୟ ବାଣୀ ତୁମେ ଶୁଣିପାରିବ। ଆଣ୍ଡ ଲୁକ୍ ଥ୍ରୁ ନେଚର୍ସ ୱିଥ୍ ଷ୍ଟାର ଗେଜିଂ ଲିଡ୍ସ। ତାରକାକୁ, ନକ୍ଷତ୍ରକୁ ଦେଖିପାରୁଥିବା ସେଇ ଯେଉଁ ଭ୍ରୁଲତା ଆଖି, ତାରି ଭିତରେ ତୁମେ ଦେଖିପାରିବ ପ୍ରକୃତିକୁ, ପ୍ରକୃତି ମଧ୍ୟରେ ତାକୁ ଦେଖିପାରିବ। ଆଣ୍ଡ ବ୍ଲୋ ୟୋର କନସେଲ୍ସ ଆଟ୍ ଦ ଇଟର୍ନାଲ୍ସ ଗେଟ୍ସ। ଶାଶ୍ୱତଙ୍କର ସେଇ ଫାଟକ ପାଖରେ ତୁମେ ଯାଇକରି କ'ଣ କରିବ ନା ଶଙ୍ଖ ମଧ୍ୟ ଫୁଙ୍କିବା ଆରମ୍ଭ କରିବ। ବ୍ଲୋନ୍ଥ ୟୋର କନସେଲ୍ସ ଆଟ୍ ଦ ଇଟର୍ନାଲ୍ସ ଗେଟ୍। ଅଥର୍ସ ଅଫ୍ ଆର୍ଟ୍ସ ହାଇ ଚେଞ୍ଜ। ତୁମେ ହିଁ ତିଆରି କରିପାରିବ, ତୁମଠାରୁ ଇତିହାସ ତିଆରି ହେବ, ତୁମେ ଇତିହାସ ଲେଖିପାରିବ, କିନ୍ତୁ ଇତିହାସକୁ ପଢ଼ୁଛ। ଅଥର୍ସ ଅଫ୍ ଆର୍ଟ୍ସ ହାଇ ଚେଞ୍ଜ ଟୁ ୟୁ ଇଟ୍ ଇଜ୍ ଗିଭିନ୍। ତୁମକୁ କେବଳ ଦିଆଯାଇଛି ଟୁ କ୍ରସ୍ ଦ ଡେଞ୍ଜରସ୍ ସ୍ପେସେସ୍ ଅଫ୍ ଦ ସୋଲ୍। ଆତ୍ମା ଏପର୍ଯ୍ୟନ୍ତ ଜାଣିନାହୁଁ, ତା ଭିତରେ ଯେଉଁ ଡେଞ୍ଜରସ୍ ସ୍ପେସେସ୍ ଅଛି, ତାରି ଭିତରକୁ ଯିବା ପାଇଁ ତୁମକୁ ଦିଆଯାଇଛି। ଆଣ୍ଡ ଟଚ୍ ଦ ମାଇଟି ମଦର ଷ୍ଟାର୍କ ଆୱେକ୍। ସେଇ ଯେଉଁ ଜାଗ୍ରତ ଭାବରେ ସେଇ ଯେଉଁ ଶକ୍ତିଶାଳୀ ଜନନୀକୁ ମଧ୍ୟ ତୁମେ ସ୍ପର୍ଶ କରିବାର ସମ୍ଭାବନା ଅଛି। ଆଣ୍ଡ ମେକ୍ ଅଫ୍ ଲାଇଫ୍ ଏ ମିଲିୟନ୍ ବଡିଡ୍ ୱାନ୍। ସେଇ ଯେଉଁ ଶରୀର ତାକୁ ଦିବ୍ୟ କରିପାରିବ, ମିଲିୟନ୍ ବଡିଡ୍ ୱାନ୍ ଅଫ୍ ୱାନ୍, ମିଲିୟନ୍ ବଡିଡ୍ ୱାନ୍, ତାକୁ ଜୀବନରେ ବଦଳାଇ ଦେବ। ତାପରେ ପୁନର୍ବାର ଚମତ୍କାର କଥା କହୁଛନ୍ତି, ଦ ଆର୍ଥ ୟୁ ଟ୍ରେଡ୍ ଇଜ୍ ଏ ବର୍ଡର ସ୍କ୍ରିନ୍ ଫ୍ରମ୍ ହେଭନ୍। ଏଇ ଯେଉଁ ପୃଥିବୀ କଥା କହୁଛ, ସିଏ ହଉ ଯାହା ଉପରେ ତୁମେ ପଦଚାରଣା କରୁଛ, ବଞ୍ଚିଛ, ଜୀବନ ନିର୍ବାହ କରୁଛ, ଇଜ୍ ଏ ବର୍ଡର, ସେଇ ହେଉଛି ଏକ ବର୍ଡର ଲାଇନ୍, ଏକ ସୀମା। ସ୍କ୍ରିନ୍ ଫ୍ରମ୍ ହେଭନ୍, ଯିଏକି ସ୍ୱର୍ଗଠାରୁ ଅଲଗା ହେଇକି ରହିଛି, ଆବୃତ ହେଇକି ରହିଛି, ଓଢ଼ଣା ପକେଇକି ରହିଛି। ଦ ଲାଇଫ୍ ୟୁ ଲିଡ୍, ଯେଉଁ ଜୀବନ ନେଇକି ତୁମେ ବଞ୍ଚି ରହିଛ, ଲୁଚେଇକି ରଖିଛି, ଦ ଲାଇଟ୍ ୟୁ ଆର୍। ପ୍ରକୃତରେ ତୁମେ ଏପର୍ଯ୍ୟନ୍ତ ଜାଣିନାହଁ, ବୁଝିନାହଁ ଜୀବନର ଲକ୍ଷ୍ୟ କ'ଣ, ଜୀବନର ଉଦ୍ଦେଶ୍ୟ କ'ଣ, କାହିଁକି ଆସିଛୁ, ଜୀବନରେ ଆମେ କ'ଣ କରିବାକୁ ଆସିଛୁ, ଜୀବନରେ ଆମର କ'ଣ ହେବା ଦରକାର, ଭଗବାନ କାହିଁକି ପଠେଇଛନ୍ତି, ଆତ୍ମା କାହିଁକି ଆମ ଭିତରେ ରହିଛି। କୌଣସି ଜିନିଷ ଭିତରେ ଆମେ ସଚେତନ ନାହିଁ, କିନ୍ତୁ ଖାଲି ଜୀବନକୁ ନେଇକରି ଖୁସି ହେଉଛୁ, ଜୀବନକୁ ନେଇ ଗଢ଼ୁଛୁ। ନିଶବ୍ଦ ଜୀବନ ସ୍ରୋତ ଧାଉଁଛି କିପରି, ଭେଟିବାକୁ ମୃତ୍ୟୁ ସିନ୍ଧୁ କରାଳ ଲହରୀ। ବୁଝିପାରୁନାହିଁ, ଜୀବନ ନିଜ ବିଷୟରେ ସମ୍ପୂର୍ଣ୍ଣ ଭାବରେ ଅଜ୍ଞ। ସେହିଭଳି ଭାବରେ ଜୀବନ ଚାଲିଥିଲା, ଆଜି ମଧ୍ୟ ଚାଲିଛି, ଆହୁରି କେତେ ଦିନ ପର୍ଯ୍ୟନ୍ତ ତାହା ଚାଲିବ ତାହା ମଧ୍ୟ କହିହେବ ନାହିଁ। କିନ୍ତୁ ମଣିଷ ଚାଲିଛି, ସେଥିରେ ଖୁସି ଅଛି, ସେ ଦୁଃଖ ବି କରୁନାହିଁ। ସମୟ ଗୁଡ଼ାକ ଗଡ଼ି ଯାଉଛି ହାତରୁ ଟିକ୍ ଟିକ୍ ଶବ୍ଦ କରିକିରି। ଭବିଷ୍ୟତ ଥିଲା,
ବର୍ତ୍ତମାନ ହେଇକରି ଅତୀତ ହେଇଯାଇ ସାରିଲାଣି। ପ୍ରତିଟି ମୁହୂର୍ତ୍ତରେ ଘଣ୍ଟାର ଟିକ୍ ଟିକ୍ ଶବ୍ଦ ଆମକୁ ଜୀବନର ଗୋଟିଏ ଗୋଟିଏ ପାହାଚକୁ ଗୋଟିଏ ଗୋଟିଏ ପୃଷ୍ଠାକୁ ଚିରିକିରି ଫୋପାଡ଼ି ଦେଉଛି। ଜାଣିକରି ମଧ୍ୟ ଆମେ ଜାଣିନୁ, ବୁଝିନୁ, କି ଚେତନା ମଧ୍ୟ ଆମ ଭିତରକୁ ଆସୁନାହିଁ। ଶ୍ରୀ ଅରବିନ୍ଦ ପୁନର୍ବାର କହୁଛନ୍ତି, ଇମୋର୍ଟାଲ ପାୱାର୍ସ ସୁଇପ୍ ଫ୍ଲେମିଂ ପାଷ୍ଟ ୟୁର ଡୋର୍ସ। ଫ୍ଲେମିଂ ପାଷ୍ଟ ୟୁର ଡୋର୍ସ, କିଏ ସେ ଇମୋର୍ଟାଲ ପାୱାର୍ସ ସୁଇପ୍? ତେଣୁ ସେଇ ଯେଉଁ ପାୱାର ଗୁଡ଼ା, ଶକ୍ତି ଗୁଡ଼ାକ ପ୍ରତି ମୁହୂର୍ତ୍ତରେ ଆମ ଚାରିପଟରେ ଯାଉଛନ୍ତି, ଆମରି ଆଗରେ ଅଛନ୍ତି। ଆମେ ଜାଣୁ ବା ନ ଜାଣୁ ଅତି ମାନସର ବାୟୁକୁ ଆମେ ନିଶ୍ୱାସ ପ୍ରଶ୍ୱାସରେ ଆମେ ନେଉଛୁ, କିନ୍ତୁ ତଥାପି ମଧ୍ୟ ଆମେ ଜାଣିନୁ। ଫାର୍ ଅଫନ୍ ୟୁଅର ଟପ୍ସ ଦ ଗଡ୍ସ ଆଣ୍ଡ ସାଉଣ୍ଡ, ସେଇ ଯେଉଁ ଦେବତାମାନଙ୍କର ଦେବସ୍ତୁତି ଗୁଡ଼ାକ ଆମ ଉପରେ, ଫାର୍ ଅଫନ୍ ଅଫ୍ ୟୁଅର ଟପ୍ସ, ଆମର ଯେଉଁ ଶିଖର ତାହାର ଅନେକ ଊର୍ଦ୍ଧ୍ୱରେ ସେଇ ଶବ୍ଦ ଗୁଡ଼ାକ, ସେଇ ସ୍ତୋତ୍ର ଗୁଡ଼ାକ, ସ୍ତୁତି ଗୁଡ଼ାକ ଶୁଭୁଛି। ହ୍ୱାଇଲ୍ ଟୁ ଏକ୍ସିଡ୍ ୟୁଅର ସେଲ୍ଫ ଥଟ୍ସ ଟ୍ରମ୍ପେଟ୍ସ କଲ୍, ପ୍ରତି ମୁହୂର୍ତ୍ତରେ ଆହ୍ୱାନ ଆସୁଛି, ତୁମେ ତୁମର ସୀମିତତାକୁ ଅତିକ୍ରମ କରି ଯାଅ, ଉପରକୁ ଆସ, ଉପରକୁ ଆସ। କିନ୍ତୁ ପ୍ରୋବ୍ଲେମ୍, ସମସ୍ୟା ହେଉଛି କ'ଣ? ହାର୍ଡ ବାଇ ଏ ଫ୍ୟୁ, ବହୁତ କମ୍ ଲୋକ ଶୁଣୁଛନ୍ତି। ଶୁଣି ସାରିଲା ପରେ ସମସ୍ତେ, ଯେତିକି ଅନ୍ୟମାନେ ତ ଶୁଣି ପାରୁନାହାନ୍ତି, ଯେଉଁମାନେ ଶୁଣୁଛନ୍ତି ସେମାନଙ୍କ ଭିତରୁ ଆହୁରି କମ୍, ଫିୱର ଡେୟାର ଆସ୍ପୃହା ଆହୁରି କମ୍ କରୁଛନ୍ତି। କାରଣ ଯେଉଁଠି ଅଛୁ, ଖୁସିରେ ଅଛୁ, ଆମେ ଆଗକୁ ଯିବାକୁ ପ୍ରଚେଷ୍ଟା କରୁନୁ, ପ୍ରୟାସ ମଧ୍ୟ କରୁନୁ। ତେଣୁ ଏଇଭଳି ଅବସ୍ଥା ଭିତରେ ଅଛୁ, ଯେପର୍ଯ୍ୟନ୍ତ ଆମେ ତାକୁ ନ ତପିବୁ, ଜାଣିପାରିବୁ, ତାହେଲେ କ'ଣ ହେବ ନା ଅହଙ୍କାର, ଅଜ୍ଞାନ, ଅବିଦ୍ୟା, ଏଇ ଯେତେ ପର୍ଯ୍ୟନ୍ତ ଆମକୁ ଗ୍ରାସ କରିଥିବ, ଆମକୁ ଆଗକୁ ଯିବାର ସମ୍ଭାବନା ବହୁତ କମ୍ ଅଛି। ତାପରେ ଚମତ୍କାର ଭାବରେ କହୁଛନ୍ତି, ହର୍ ଫୋର୍ସ ଆଣ୍ଡ ୱିଲ୍ ଏକ୍ସିଡ୍ ହର୍ ଫର୍ମ ଆଣ୍ଡ ଫେଟ୍। ହର୍ ଫୋର୍ସ ଆଣ୍ଡ ହର୍ ୱିଲ୍ ଏକ୍ସିଡ୍ ହର୍ ଫର୍ମ ଆଣ୍ଡ ଫେଟ୍, ତାକୁ ଅତିକ୍ରମ କରିବାର ସମ୍ଭାବନା ଅଛି, ନିଜକୁ ନେଇକି ଯିବାକୁ ଅଛି। କେବେ ବି ନିଜେ ମଣିଷ ଅନୁବନ୍ଧିତ ପ୍ରାଣୀ ନୁହେଁ, ତାର ଜୀବନରେ ଅଛି ଗୋଟେ ଫ୍ରିଡମ୍ ଅଛି, ଗୋଟେ ସ୍ୱାଧୀନତା ଅଛି। ଏ ଭାଷ୍ଟ ୱାନନେସ୍ ତାକୁ ଅପେକ୍ଷା କରି ରହିଛି। ସେଇଠି ପରମପ୍ରଭୁ ଅପେକ୍ଷା କରିଛନ୍ତି, କିନ୍ତୁ ପାର୍ଥକ୍ୟ ହେଉଛି ସେ ଯାଉଛି ଧୀର ପଦବ୍ରଜରେ ଯାଉଛି, ଜାଣିନି ସେ କୁଆଡ଼କୁ ଯାଉଛି। ଶବ୍ଦ ଆସିକରି ପହଞ୍ଚୁଛି, ଶୁଣିପାରୁଛି, ସବୁ ଦେଖିପାରୁଛି, କିନ୍ତୁ ଯିବାର କୌଣସି ନିର୍ଦ୍ଦିଷ୍ଟତା ତା ପାଖରେ ନାହିଁ। ତାପରେ କହୁଛନ୍ତି, ଏ ଗଡେସ୍ ଇନ୍ ଏ ନେଟ୍ ଅଫ୍ ଟ୍ରାଞ୍ଜିଏନ୍ସ କଟ୍, ଦେବତା ବନ୍ଧା ହେଇଛନ୍ତି, ଅନୁବନ୍ଧିତ ହେଇଛନ୍ତି ନେଟ୍ ଅଫ୍ ଟ୍ରାଞ୍ଜିଏନ୍ସରେ, କ୍ଷଣିକତାରେ, ସ୍ୱଳ୍ପତାରେ, ତାରି ଭିତରେ ରହିଛନ୍ତି। ତାପରେ କହୁଛନ୍ତି, ସେଲ୍ଫ ବାଉଣ୍ଡ ଇନ୍ ଦ ପୋଶ୍ଚର୍ସ ଅଫ୍ ଡେଥ୍ ସି ଡ୍ରିମ୍ସ ଅଫ୍ ଲାଇଫ୍। ପୋଶ୍ଚର୍ସ ଅଫ୍ ଡେଥ୍, ମୃତ୍ୟୁର ଆଲିଙ୍ଗନ ଭିତରେ, ମୃତ୍ୟୁର ସେଇ ଅଙ୍ଗୀକାରତା ଭିତରେ ସେ କ'ଣ କରୁଛି ନା ବଞ୍ଚି ରହିଛି, ସ୍ୱପ୍ନ, ଜୀବନର ସ୍ୱପ୍ନ ଦେଖୁଛି। ତାପରେ ବିଲ୍ଡସ୍ ଟୁ ହୋପ୍ ହର୍ ଅଲ୍ଟାର୍ସ ଅଫ୍ ଡେସ୍ପେୟାର, ହତାଶାର ପାହାଡ଼ ତିଆରି ଚାଲିଛି, ସୃଷ୍ଟି କରୁଛି, ଦେଖିପାରୁଛି। ସେଲ୍ଫ ଡ୍ରାଗ୍ଡ ଇନ୍ ଦ ପେନ୍ସ ଅଫ୍ ହେଲ୍ ଆସ୍ପାୟର୍ସ ଫର୍ ଜୟ। ପେନ୍ କ'ଣ କହୁଛନ୍ତି? ସେଲ୍ଫ ରାଗ୍ଡ ୱିଥ୍ ଦ ପ୍ଲେନ୍ସ ଅଫ୍ ହେଲ୍, ସେଇ ନର୍କ, ତାରି ଭିତରେ ପଡ଼ିକରି ସେ ସ୍ୱପ୍ନ କରୁଛି, ଆନନ୍ଦର କଳ୍ପନା କରୁଛି, ସ୍ୱପ୍ନ ଦେଖୁଛି। ନୋଜ୍ ଦ୍ୟାଟ୍ ୱାନ୍ ହାଇ ଷ୍ଟେପ୍ ମାଇଟ୍ ଏନଫ୍ରାଞ୍ଚାଇଜ୍ ଅଲ୍, ତେଣୁ ଜାଣିଛି, ସେ ବୁଝିଛି, ଗୋଟିଏ ହାଇ ଷ୍ଟେପ୍ ଯଦି ସେ ଉପରକୁ ନେଇଯାଇପାରନ୍ତା, ତାହେଲେ ସବୁଯାକ କ'ଣ କରନ୍ତା? ବଦଳି ଯାଆନ୍ତା, ସବୁଗୁଡ଼ାକ ଭିତରେ ସ୍ୱର୍ଗୀୟତା, ଦିବ୍ୟତା ପୁରି ଯାଆନ୍ତା। ଆଣ୍ଡ ସଫରିଂ ଲୁକ୍ସ ଫର୍ ଗ୍ରେଟନେସ୍ ଇନ୍ ହର୍ ସନ୍ସ, ତେଣୁ କହୁଛନ୍ତି ତାର ଅର୍ଦ୍ଧ ଅଛି, ତାର ସ୍ୱୀକାରୋକ୍ତି ଅଛି, ଆସିକରି ପହଞ୍ଚିବ, ବଦଳେଇବ, ସବୁଯାକର ଅଛି, ସେ ଶକ୍ତି ଆସିକରି ପହଞ୍ଚୁଛି, ତଥାପି ମଣିଷ ଚିହ୍ନୁ ନାହିଁ, ବୁଝୁନାହିଁ। ତାପରେ ଶ୍ରୀ ଅରବିନ୍ଦ ଚମତ୍କାର ଭାବରେ ଲେଖୁଛନ୍ତି, ପ୍ରକୃତିରେ ମଣିଷ କ'ଣ କରିବ? ବଟ୍ ଡିମ୍ ଇନ୍ ହ୍ୟୁମାନ୍ ହାର୍ଟ ଦ ଆସେଣ୍ଡିଂ ଫାୟାର, ଡିମ୍, ନିଷ୍କ୍ରିୟ, ନିଷ୍ପ୍ରଭ, ଦେଖାଯାଉନି, ଅନ୍ଧକାର ଭିତରେ ରହିଛନ୍ତି, ଧୀରେ ଧୀରେ କାମ କରୁଛନ୍ତି। ଇଭଲ୍ୟୁସନ୍ ଇଜ୍ ଏ ସ୍ଲୋ ପ୍ରୋସେସ୍, ଆପଣମାନେ କହିଦେଇକି ଖୁସି, ହଁ ଯେମିତି ଚାଲିଛି ସେମିତି ଚାଲୁ, ଯେତେ ଦିନ ଲାଗିବ ଲାଗୁ, ଯେଉଁଠି ଯାଇ ପହଞ୍ଚିବ ପହଞ୍ଚୁ, ସେମିତି ରହିପାରିବେ ନାହିଁ। କାରଣ ଅନ୍ତତଃ ବାହ୍ୟ ଲୋକ ଜାଣିନାହାନ୍ତି, ସେମାନେ ବୁଝିନାହାନ୍ତି। ଶ୍ରୀ ଅରବିନ୍ଦ ଯାହାକୁ କହନ୍ତି, ଇଗ୍ନୋରାଣ୍ଟ ଲାଇକ୍ ମେନ୍ ନୋ ନଟ୍ ହ୍ୱାଇ ଦ ଲିଭ୍, କାହିଁକି ବଞ୍ଚିଛନ୍ତି ତାହାର କିଛି ନିର୍ଦ୍ଦିଷ୍ଟ ଚିହ୍ନ ନାହିଁ, ସେମାନେ କହିପାରିବେ ନାହିଁ। କିନ୍ତୁ ଆପଣ ଅନ୍ତତଃ ସଚେତନ ହେଲେଣି, ଗୋଟିଏ ଜିନିଷ ବୁଝିଛନ୍ତି, ଡିମ୍ ଇନ୍ ହ୍ୟୁମାନ୍ ହାର୍ଟ ଦ ଆସେଣ୍ଡିଂ ଫାୟାର, ସେଇ ଯେଉଁ ଚୈତ୍ୟାଗ୍ନି, ଆସେଣ୍ଡିଂ ଫାୟାର, ଯାହାର ଧର୍ମ ହେଉଛି ସବୁବେଳେ ଉପରକୁ ଓସିବା କଥା, ସେ ବର୍ତ୍ତମାନ କ'ଣ କରିଛନ୍ତି ନା ନୀରବ ହେଇକି ରହିଛନ୍ତି, ନିଷ୍ପ୍ରଭ ହେଇକି ରହିଛନ୍ତି। ଷ୍ଟ୍ରାଙ୍ଗଲିଂ ଡାର୍କନେସ୍, ଷ୍ଟ୍ରାଙ୍ଗଲିଂ ଭାଇଟାଲ ଡାର୍କନେସ୍, ଆସେଣ୍ଡିଂ ଫାୟାର, ସାଇକିକ୍ ଫାୟାରକୁ ଘୋଡ଼େଇକି ରଖିଛି। ଯେମିତି ଉଦାହରଣ ନେଲେ ଆପଣମାନେ ବୁଝିପାରିବେ, ଯେତେବେଳେ ଚୁଲାଟା ଲଗାଯାଏ, ଯେତେବେଳେ ନ ଲାଗିଥିବ, ସବୁଯାକ ଠିକ୍ଠାକ୍ ଥିବ, କିଛି ଆଲୁଅ ନଥିବ କି ଧୂଆଁ ନଥିବ। ଯେତେବେଳେ ଲଗିବା ଆରମ୍ଭ କରିବ, ସେତେବେଳେ ଦେଖିବେ ଚାରିଆଡ଼େ ଧୀରେ ଧୀରେ ଧୂଆଁ ହେବ, ଧୂଆଁଟା ପ୍ରବଳ ବେଗରେ ହେଇଯିବ, ଆପଣଙ୍କ ଆଖି ଫାଖି ପଡ଼ିଯାଉଥିବ, ଦୂରେଇ ଯାଉଥିବ, ଆଖି ବନ୍ଦ କରିଦେଉଥିବେ। କିନ୍ତୁ କିଛି ସମୟ ପରେ ଦେଖିବେ କ'ଣ କରିବ ନା ଧୂଆଁଟାର ସେଇ ବୁକୁଟାକୁ ଭେଦିକରି ଧୀରେ ଧୀରେ ନିଆଁଟା ବାହାରକୁ ଆସିବ। ଯଦି ସେଇ ଧୂଆଁକୁ ଦେଖିକରି ଜଣେ ଡରି ଯାଉଥାନ୍ତା, ଆଖି ତାକୁ ଆଲୁଅଟା ବନ୍ଦ, ଧୂଆଁଟା ହେଉଛି ସିଓର ଇଣ୍ଡିକେସନ୍, ଦେଖାଉଛି ଯେ ତା ପଛରେ ନିଆଁ ଅଛି, ନିଆଁ ଆସୁଛି। ତେଣୁ ସେଇ ଧୂଆଁ ଭିତରେ ରହିକରି ଯଦି ଆମେ ସେ ନିଆଁକୁ ଭୁଲିଯିବା, ନିଆଁର
ସ୍ୱାତନ୍ତ୍ର୍ୟ को निआर उपस्थिति को जदि आम भूलीजा ताहले कौन हम ना सबुदिन से निआटा आसीपर ना जो आम जमी जाचु विंटर इज द सियोरेस्ट साइन दैट द स्प्रिंग इज कमिंग भविष्य बसंत आसबार निश्चितता हूँ कौटी ना तारी जितेबाला शीतर प्राबल्य आसे शीत देखई दौर जन दौर सियोरेस्ट साइन दैट स्प्रिंग इज कमिंग तेणु जो आप देखिए धूआं आसूँ से हूँ केमितिका धूआं ना स्ट्रांगलिंग भाइटाल स्मोक जितेबाला देखुंट आपण भर जो से स्थिरता जो आसूँ आप देखिए तार परवर्ती अवस्था आसूँ कौन ना निश्चित भाव में गोटे जिनस जीवन सत्य ताहा हूँ कौन ना से भितर गोटे चैत्याग्नि जो अग्निर प्रज्वलन हम बट डीम इन ह्यूमन हार्ट्स द असेंडिंग फायर सी कौन केमी अच्छी निष्प्रभ हो रही द इनभिजिबल ग्रैंडियोर सीट्स अनवर्शिप्ड दे आर से चैत्याग्नि से कहते कौन केमी रही इनभिजिबल ग्रैंडियोर से परम अपरिदृश्य होकर रही कौन कहते अनवर्शिप्ड होकर रही पूजा आराध्य होना पूजा भी पाऊना मैन सीज द हाइएस्ट इन ए लिमिटिंग फॉर्म यही हूँ समस्या सीज द हाइएस्ट इन ए लिमिटिंग फॉर्म और लुक्स अपन ए पर्सन हियर्स ए नेम निमित्त से सीमितता भितर अच्छी देखा चेष्टा करुँच से परम को देखुची क्या भितर सीमित रूप भितर और लुक्स अपन ए पर्सन एंड हियर्स ए नेम ना टे शुणुची देखुची से पर्सन को देखुंट ही टर्न्स फॉर लिटिल गेन्स टू इग्नोरेंट पावर्स छोटिया छोटिया लाभपाई से कौन कर मिराकल टे पाइबापी कौन से लाभपाई सबू जाणिक क्षुद्र पावर इग्नोरेंट पावर अज्ञान शक्ति मान पाखे जाकर मुंड नुआऊँगी जानी आपण मैंने जानते करुँच कौन हम काले किसी क्षति हो कि तेणु विभिन्न देवदेवी की पूजा करुचु काले हम कि ना जाचु माँ जहाँ कर ठीक तथापि जातक टे नहीं क्या गोटे ज्योतिष देखू सी सी जहाँ कर आपड़ जाकर पहुँचुंट जातक प्रकृति में पड़ूना किंतु सी कौन कर 500 टंका से गेंजी देते सी कौन राजचोटक पड़ी पड़ जा भल कर तेणु यही अवस्था भितर सेठू आपणकर बेला खराब पड़ा आरंभ करुच्ची बेला आपणकर खराब नाला किंतु आपण निज बेलाटा समयटा खराब करदे तापर करुँच ही टर्न्स फॉर लिटिल गेन्स टू इग्नोरेंट पावर्स तेणु सी आपन को तांत्रिक ज्योतिष ये सब जिन कौन कले आपन को से एक्सप्लॉइट कले रास्ता खराब भाव चलैले तांकर लाभ पाई से आपन को मिस यूटिलाइज कले और किंडल्स इज अल्टर लाइट्स टू ए डेमन फोर्स अल्टर लाइट्स से ज्योति कौटी जो भूल जगह नहीं पहुँचले टू ए डेमन फेस ही लव्स द इग्नोरेंस फादरिंग हिज पेन तांको जंत्रणा को जी द्विगुणित बहुगुणित करने आरंभ करुच्ची से कौन कर से जो अज्ञानता को सी कौन कर भल पाइबा आरंभ करुच्ची चिंता कर देखूँ औषधटा रोगटा घाटा हो औषध देले भल कर किंतु एमाने एमती एक औषध पाखे जो डेमन पावर डेमनिया शक्ति यार भीतर जाकर आसुरिक शक्ति पाखे जाकर पहुँचे अंधकार पावर भीतर आसुनी सी कौन कर घाटा को आहरी बड़ कर व्यस्त कारण जिते खराब हम से समय कौन कर से अधिक आसिक पहुँचब तार भीतर आसिक आम पाखे शरण नब तार परवर्ती अवस्था कहते स्पेल इज लेड अपन द ग्लोरियस स्ट्रेंग्स तार शक्ति प्रबल महान महिमामन शक्ति उपर कौन हो गोटे स्पेल गोटे ता भीतर गोटे जमी पकई दियंती आपणकर जमी उठी चली पार लंगर पकई अटकई दियंती से भाया ही हैज लॉस्ट द इनर वॉइस दैट लेड हिज थॉट्स सर कौन इनर वॉइस जो अंतस्वर जी कि जीवन में परिचालित करुला ता चिंता को प्रतिफलित करुला गाइड करुला से भॉइसटा हजि जाइए एंड मास्किंग द ऑरेकुलर ट्राइपॉड सीट ए स्पेसियस टूल फिल्स द मार्बल श्राइन स्पेसियस टूल आइडल फिल्स द मार्बल श्राइन तेणु कौन करुँच मंदिर पूजा करुँच वास्तव देवता को भूली जाइए देवता पाखु जाऊँगी देखा पाऊना ठियापाई जगह ना किंतु बड़ बड़ मंदिर ना शुणी जाइए तारी भितर इनभिजिबल ग्रैंडियोर जी कि जगिक रही अटकई रखी कौन करुँच से जापारूनी बुझीपारूनी यही कथा द ग्रेट इल्यूजन रैप्स हिम इन इट्स भेल्स से माया जे स्किल्ड पावर फाइनाइटाइजिंग द इनफिनिटी से माया पछरे गोड़े आई एम इन माया द यूनिवर्स इज माई चीट से तारी द्वारा से माने ठकुचंती कौन दे ग्रेट इल्यूजन रैप्स हिम इन इट्स भेल्स से आवरण तले कौन कर घोड़े देती इन भेन इज द अनएंडिंग लाइन ऑफ द सीयर्स सबू एटी वृथा जो 10टा मैंने भावुं मुझे देखिपुं कौन देखुं टिके अल्प किसी देखिपुं ए पार्ट इज सीन वी हैव टेकन इट फॉर द होल आम भावुँ किंतु प्रकृति में सबकि आमको देखा जाऊना इन भेन इज द अनएंडिंग लाइन ऑफ सीयर्स सब 10टाकर अनएंडिंग लाइन सबूजाक वृथा
ଦ ଭେଗ୍ ସେଜେସ୍ ପଣ୍ଡର ଇନ୍ ଅନସବଷ୍ଟାନ୍ସିଆଲ ଲାଇଟ୍। ସନ୍ନ୍ୟାସୀ ମାନେ କ'ଣ କହୁଛନ୍ତି, କନଫ୍ୟୁଜ୍ ହେଉଛନ୍ତି, ପଣ୍ଡର ଏପଟ ସେପଟ ହେଇକି ବୁଲୁଛନ୍ତି କେଉଁଠି, ଇନ୍ ଅନସବଷ୍ଟାନ୍ସିଆଲ ଲାଇଟ୍, ଯେଉଁ ଜ୍ୟୋତି ଯାହାର କିଛି ବେସ୍ କି ନାହିଁ। ଦ ପୋଏଟ୍ସ ଲେଣ୍ଡ ଦେୟାର ଭଏସ୍ ଟୁ ଆଉଟୱାର୍ଡ ଡ୍ରିମ୍ସ। ଯେଉଁମାନେ କବି କବିତା ରଚନା କରନ୍ତି, କାବ୍ୟିକତା ଯାହା ଭିତରେ ପରିଚିତ, ସେମାନେ କ'ଣ କରନ୍ତି ନା ଲେଣ୍ଡ ଦେୟାର ଥଟ୍ସ ଟୁ ଭଏସ୍ ଟୁ ଆଉଟୱାର୍ଡ ଡ୍ରିମ୍ସ, ବାହ୍ୟ ସ୍ୱପ୍ନ ଯାହା ଦେଖୁଛନ୍ତି। ପ୍ରକୃତରେ ଏଠି ଅଛି ତାକୁ ଛାଡ଼ି ଏମିତି ହେଲା ସେମିତି ହେଲା ଏମିତି ହେଇଛି, ସବୁ ବାହାରର ଜିନିଷ ଯାହାର କିଛି ଅଳିକତା, କିଛି ସମୟ ପରେ କ'ଣ କରୁଛୁ ସେଗୁଡ଼ା ସବୁ ଲୁଚିଯିବ, ଲୋକ ଭୁଲିଯିବେ। କିନ୍ତୁ ତାହାରି ଭିତରେ ରହିକରି କବିତା ଲେଖୁଛନ୍ତି, ଯେଉଁଟା ଜୀବନର ବାସ୍ତବ ସତ୍ୟ ତାକୁ ବୁଝୁନାହାନ୍ତି। ସତ୍ୟ ଶିବ ସୁନ୍ଦର ତାକୁ ଦେଖିବା, କବିତା ତିଆରି କରିବା ତା ନାହିଁ। କେବଳ କହୁଛନ୍ତି କ୍ଷଣିକତାରେ ଯିଏ ବଞ୍ଚିଛି, ଅଳିକତାରେ ଯିଏ ବଞ୍ଚିଛି ତାକୁ ନେଇକରି ସ୍ୱପ୍ନ ଦେଖୁଛନ୍ତି, ସ୍ୱପ୍ନକୁ ଧାର ଦେଉଛନ୍ତି। ଏ ହୋମଲେସ୍ ଫାୟାର ଇନ୍ସପାୟାର୍ସ ଦ ପ୍ରଫେଟ୍ ଟଙ୍ଗ। ତ୍ରିକାଳଦର୍ଶୀ ପ୍ରଫେଟ୍ ଟଙ୍ଗ ଯେଉଁ ଗଣନା କରୁଛି କହିଦେଉଛି ତାକୁ, ଏ ହୋମଲେସ୍ ଫାୟାର ଯାହାର ନିଶ୍ଚିତତା ନାହିଁ, ଯାହାର ସ୍ଥିତି ନାହିଁ, ସେ କ'ଣ କରୁଛି ତାକୁ ଇନ୍ସପାୟାର କରିବା ଆରମ୍ଭ କରୁଛି। ହେଭନ୍ସ ଫ୍ଲେମିଂ ଲାଇଟ୍ସ ଡିସେଣ୍ଡ ଆଣ୍ଡ ବ୍ୟାକ୍ ରିଟର୍ନ। ତେଣୁ ଆସୁଛି ଫେରି ଯାଉଛି, କାରଣ ତାକୁ ଧରିବା ପାଇଁ, ତାକୁ ଗ୍ରହଣ କରିବା ପାଇଁ, ଚିହ୍ନିବା ପାଇଁ କିଛି ନାହିଁ, କେହି ନାହାନ୍ତି। ହେଭନ୍ସ ଫ୍ଲେମିଂ ଲାଇଟ୍ସ, ସେଇ ଜ୍ୟୋତିର୍ମୟ ଶିଖା ଆଲୋକ ଆସୁଛି ସ୍ୱର୍ଗରୁ ଏବଂ ଡିସେଣ୍ଡସ୍ ଅବତରି ଆସୁଛି, ଆଣ୍ଡ ବ୍ୟାକ୍ ରିଟର୍ନ ଫେରି ଯାଉଛି, କାରଣ ତାକୁ ଗ୍ରହଣ କରିବା ପାଇଁ, ଚିହ୍ନିବା ପାଇଁ, ବୁଝିବା ପାଇଁ ଏଠି ଜଣେ ବି ମଧ୍ୟ ସେଠି ପ୍ରସ୍ତୁତ ହେଇନାହିଁ। ତାର ପରବର୍ତ୍ତୀ ଅବସ୍ଥାରେ ପୁନର୍ବାର କହୁଛନ୍ତି, ଦ ଲ୍ୟୁମିନସ୍ ଆଇ ଆପ୍ରୋଚେସ୍ ଆଣ୍ଡ ରିଟାୟାର୍ସ। ସେଇ ଜ୍ୟୋତିର୍ମୟ ଚକ୍ଷୁ ଜଗଳ, ସେଇ ଦୃଷ୍ଟି, ସେ ଆସୁଛି, ପାଖକୁ ଆସୁଛି ଏବଂ ଫେରି ଯାଉଛି, କାରଣ ତାକୁ ଗ୍ରହଣ କରିବା ପାଇଁ, ଦେଖିବା ପାଇଁ ମୁଁ ଜାଣିନି, କେହି ବୁଝି ନାହାନ୍ତି। ଗୋଟେ ଚମତ୍କାର କଥା କହୁଛନ୍ତି, ଅନ୍ଧଟା ଯାଉଛି ମାଆଙ୍କ ଦର୍ଶନ କରିବା ପାଇଁ, ଦେଖାଯାଉନି, ପେଲି ଠେଲି ଯାଉଛି, ଲୋକ ଶହ ଶହ ଲୋକ ଠିଆ ହେଇଛନ୍ତି, ସମସ୍ତେ ଦେଖୁଛନ୍ତି, କିଛି କହୁନାହାନ୍ତି। କେହି ଜଣେ ତାକୁ ପଚାରିଲା, ଆରେ ତୁ କ'ଣ କୁଆଡ଼େ ଯାଉଛୁ ମାଡ଼ି ମାଡ଼ିକା? ଆମେ ଯାଉଛି ଭଗବାନଙ୍କୁ, ମାଆକୁ ଦେଖିବା ପାଇଁ। ଆରେ ତୁ କ'ଣ ଦେଖୁଛୁ? ଆମେ ତ ସବୁ ଠିଆ ହେଇଛୁ ଦେଖିବା ପାଇଁ। ନା ମୁଁ ଟିକେ ପାଖକୁ ଯାଉଛି। ନା ମାଆଙ୍କୁ ତୁ ଅନ୍ଧଟା କ'ଣ ଦେଖିବୁ? ହସିଦେଲା, ଅନ୍ଧଟା ରହିଗଲା। ଆଉ କିଏ ହେଇଥିଲେ ତା ଭିତରେ ଅହଙ୍କାର ଜାଗ୍ରତ ହେଇଥାନ୍ତା, ରହିଗଲା। ଯେ ବାବୁ, ମୁଁ ସିନା ମାଆଙ୍କୁ ଦେଖିପାରିବିନି, ମାଆ ତ ମୋତେ ଦେଖିପାରିବେ। ଚିନ୍ତା କରି ଦେଖନ୍ତୁ କେମିତି ତା ଭିତରେ ନା ନେତ୍ର ସିନା, ମୋର ସିନା ପରଳ ପଡ଼ିଯାଇଛି ଆଖି ଉପରେ, ମୁଁ ଦେଖିପାରୁନି, କିନ୍ତୁ ମାଆଙ୍କ ଆଖି ତ ଅଛି, ସିଏ ତ ମୋତେ ଦେଖିପାରିବେ। ଯଦି ସେଇ କୃପା ହେବ, ପଙ୍ଗୁ ଲଙ୍ଘ ହେତେ ଗିରି ମୁକମ୍ କରୋତି ବାଚଳମ୍। ତେଣୁ ସେ କୃପା ହେଇଗଲା ପରେ ଦୁନିଆରେ ସବୁ କିଛି ସମ୍ଭବ। ଦ ଲ୍ୟୁମିନସ୍ ଆଇ ଆପ୍ରୋଚେସ୍ ଆଣ୍ଡ ରିଟାୟାର୍ସ, ଆସି ପହଞ୍ଚୁଛି କିନ୍ତୁ ତାଙ୍କୁ ଚିହ୍ନି ପାରୁନାହିଁ। ଅନ୍ଧଟା ଚିହ୍ନି ପାରୁଛି କିନ୍ତୁ ଆମେ ଚିହ୍ନି ପାରୁନୁ, ଜାଣିପାରୁନୁ, ଫେରି ଯାଉଛି। ଇଟର୍ନିଟି ସ୍ପିକ୍ସ ବଟ୍ ନନ୍ ଅଣ୍ଡରଷ୍ଟାଣ୍ଡସ୍ ଇଟ୍ସ ୱାର୍ଡ। ଶାଶ୍ୱତ ଆଗରୁ କହୁଥିଲେ, ଆଜି ମଧ୍ୟ କହୁଛନ୍ତି, ଆଗକୁ ମଧ୍ୟ କହିବେ, କିନ୍ତୁ ନନ୍ ଇଟ୍ ଅଣ୍ଡରଷ୍ଟାଣ୍ଡସ୍ ଇଟ୍ସ ୱାର୍ଡ। ସେ ଶବ୍ଦ କ'ଣ, ସେ ସ୍ୱର କ'ଣ, ସେ ଭାଷା କ'ଣ, ତାର ଅର୍ଥ କ'ଣ, କେହି ବି ବୁଝୁନାହାନ୍ତି। ଫେଟ୍ ଇଜ୍ ଅନୱିଲିଂ ଆଣ୍ଡ ଦ ଆବିସ୍ ଡିନାଇଜ୍। ଫେଟ୍, ନିୟତି, ଭାଗ୍ୟ, କୌଣସି ଜିନିଷରେ ସେ ସହାୟତା କରୁନାହିଁ, ଅନୱିଲିଂ, ଆଣ୍ଡ ଦ ଆବିସ୍ ଡିନାଇଜ୍। ସେଇ ଯେଉଁ ଇଏ ଅଛି ରସାତଳ ନର୍କ, ସେ ସବୁ କ'ଣ କରୁଛି ନା ତାକୁ ମନା କରିଦେଉଛି, ଅସ୍ୱୀକାର କରୁଛି। ଦ ଇନକନସିଏଣ୍ଟସ୍ ମାଇଣ୍ଡଲେସ୍ ୱାଟର୍ସ ବ୍ଲକ୍ ଅଲ୍ ଡନ୍। ଯାହା କିଛି ହେଇଛି, ମାଇଣ୍ଡଲେସ୍ ୱାଟର୍ସ ବ୍ଲକ୍ ଅଲ୍ ଡନ୍, ଯାହା ହେଇଛି ସବୁଯାଙ୍କୁ ସେ ବାଧା ହେଇକରି ଠିଆ ହେଇଯାଉଛି, ଅବଷ୍ଟାକଲ୍ ହେଇକରି ଠିଆ ହେଇଯାଉଛି। ଓନ୍ଲି ଏ ଲିଟିଲ୍ ଲିଫ୍ଟେଡ୍ ଇଜ୍ ମାଇଣ୍ଡ ସ୍କ୍ରିନ୍। କ୍ୟାପିଟାଲ ଏମ୍, ଯାହାକୁ ଭାବୁଛୁ ଆମେ ସବୁ ଜାଣିଛୁ, ବହୁତ ଉଚ୍ଚରକୁ ଯାଇଛୁ, ବହୁତ ସାଧନା କରୁଛୁ। ଶ୍ରୀ ଅରବିନ୍ଦ ଲେଖୁଛନ୍ତି, ଓନ୍ଲି ଏ ଲିଟିଲ୍ ଲିଫ୍ଟେଡ୍, ସାମାନ୍ୟ ଟିକେ ମାତ୍ର ଆଗକୁ ଯାଇଛନ୍ତି, କୌଣସି ସମ୍ଭାବନା ନାହିଁ ଜିତିବାର, ଆଗକୁ ଯିବାର, କିନ୍ତୁ ଆମେ ଗର୍ବ କରୁଛୁ ଆମେ ଯେମିତି ସବୁ ଯାକ ଜାଣିଛୁ। ଦ ୱାଇଜ୍, ଯାହାକୁ ଆମେ କହୁଛୁ ଜ୍ଞାନୀ ବୋଲିକିରି, ଜଣେ ଆସିକରି ପହଞ୍ଚୁଛି ମାଆଙ୍କ ପାଖକୁ ଦେଖା କରିବାକୁ ଯିବ, ପଚାରୁଛି ମା ଗୋଟେ ଲେଖିକରି ଦେଉଛି, ଜଣେ ଜ୍ଞାନୀ ଲୋକ ଆସିଛନ୍ତି ଦେଖା କରିବା ପାଇଁ, ତାଙ୍କର ଭିଜିଟିଂ କାର୍ଡ଼ ପଠାଉଛନ୍ତି। ମା ତାକୁ ଦେଖିକି କହୁଛନ୍ତି, ଅଜ୍ଞାନୀର ଦୁନିଆରେ ଜ୍ଞାନୀ ଆସିଲେ କେଉଁଠି? ଠିକ୍ ସେଇଭଳିଆ ୱାଇଜ୍ ହେଉଛି କ'ଣ? ଦ ହାଇଏଷ୍ଟ ଆଣ୍ଡ ୱାଇଡେଷ୍ଟ ସିଙ୍ଗ ଇଜ୍ ଦ ୱାଇଜେଷ୍ଟ। ହାଇଏଷ୍ଟର ସଂଜ୍ଞା ନାହିଁ, କେତେ ଯେତେ ଉପରକୁ ଯାଅ ଆକାଶ ଅଛି, ଯେତେ ତଳକୁ ଯାଅ ପାତାଳ ଅଛି। ତେଣୁ ଯେଉଁ ୱାଇଜ୍ ବୋଲିକରି କହୁଛନ୍ତି, ହାଇଏଷ୍ଟ ଆଣ୍ଡ ୱାଇଡେଷ୍ଟ ସିଙ୍ଗ ଇଜ୍ ଦ ୱାଇଜେଷ୍ଟ, ଏଠି କହୁଛନ୍ତି ସେଇଭଳିଆ ଯେଉଁ ୱାଇଜ୍ ନିଜକୁ ନିଜେ ଭାବୁଛନ୍ତି ବହୁତ ଜ୍ଞାନୀ। नो सी, ଯେଉଁମାନେ ଯିଏ ଜାଣିଛନ୍ତି ଦେଖନ୍ତି, ବଟ୍ ୱାନ୍ ହାଫ୍ ଅଫ୍ ଟ୍ରୁଥ୍, କେବଳ ସତ୍ୟର ଗୋଟେ ଆଂଶିକ ଅଂଶକୁ ଜାଣୁଛନ୍ତି। ଯେମିତି ଚାରୋଟି ଅନ୍ଧ ଯେମିତି ହାତୀ ଦେଖୁଥିଲେ, ଗୋଡ଼ରେ ହାତ ମାରିକିରି କିଏ କହୁଛି ଖମ୍ବ, ତ କାନରେ ହାତ ଦେଖିକିରି କିଏ କହୁଛି କୁଲା, ଦାନ୍ତରେ ହାତ ଦେଖି କିଏ କହୁଛି ଏଇଟା ଗୋଟେ ଖଡ଼ଗ, ତ ଲାଞ୍ଜରେ ହାତ ଦେଖିକିରି କିଏ କହୁଛି ଗୋଟେ ସାପ। ଠିକ୍ ସେଇଭଳିଆ ଦ ୱାଇଜ୍ ହୁ नो सी ବଟ୍ ୱାନ୍ ହାଫ୍ ଅଫ୍ ଟ୍ରୁଥ୍। ଦ ଷ୍ଟ୍ରଙ୍ଗ କ୍ଲାଇମ୍ ହାର୍ଡଲି ଟୁ ଏ ଲୋ ପିକ୍ଡ ହାଇଟ୍। ଅପେକ୍ଷା କରି ରହିଛନ୍ତି କ'ଣ? ଦ ଷ୍ଟ୍ରଙ୍ଗ, ଯେଉଁମାନେ ଶକ୍ତିଶାଳୀ, ଚଢ଼ିକି ତ ଯାଉଛନ୍ତି, କ୍ଲାଇମ୍ ହାର୍ଡଲି ଟୁ ଏ ଲୋ ପିକ୍ଡ ହାଇଟ୍,
ଏଇଠି ଠିଆ ହେଇଛୁ ଆମକୁ ଲାଗୁଛି କାଞ୍ଚନଜଙ୍ଘା ଏଭରେଷ୍ଟ ସବୁ ଯାକ କୌଣସି ବିରାଟ ବିରାଟ ଲାଗୁଛି ବିଶ୍ୱ ବହୁତ। ତେଣୁ ତାକୁ ଚଢ଼ି ଚଢ଼ି ଯାଉଛନ୍ତି ଯାଇକି ସାଧାରଣ ଲୋକ ଆମେ ଯାଇପାରୁନୁ, ସେମାନେ ଚଢ଼ିକି ଯାଉଛନ୍ତି। କିନ୍ତୁ ସେଠି ଯାଇକରି ପହଞ୍ଚିଲା ବେଳକୁ ଦେଖିଲା ବେଳକୁ ତଳୁ ଯେତିକି ଦେଖାହେଉଥିଲା ଆକାଶ ସେଠି ମଧ୍ୟ ସେତିକି ଆକାଶ ଦେଖାହେଉଛି। କେବଳ 8,800 ସମଥିଙ୍ଗ ସ୍କୋୟାର ଫୁଟ କେବଳ ଆମେ ଉପରକୁ ଆସିଛୁ। ସେଠି ମଧ୍ୟ ଅଚଳ ଅବଚଳ, କାରଣ ସେଠି ସ୍ଥିରତା ନାହିଁ। ପବନ ଟିକେ ହେଲେ ଆମେ ଝଡ଼ିଯିବାର ସମ୍ଭାବନା ଅଛି, ବର୍ଷା ଭିଜେଇ ଦେବାର ସମ୍ଭାବନା ଅଛି, ଅନ୍ତତଃ ତଳେ ଥିଲା। ତେଣୁ ଲୋ ପିକ୍ଡ ହାଇଟ୍କୁ ସେମାନେ ଚଢ଼ିଛନ୍ତି ଶକ୍ତିଶାଳୀ। ଦ ହାର୍ଟ ଦ୍ୟାଟ୍ ଆର୍ ଗିଭିନ୍ 1 hour ଟୁ ଲଭ୍, ଯେଉଁ ହୃଦୟରେ ପ୍ରବଳ ପ୍ରବାହ ଆସୁଛି, ଅଫୁରନ୍ତ ପ୍ରେମର ଫଲ୍ଗୁଧାରା ଆସୁଛି, ଆବେଗ ତାର ପ୍ରବଳ ବେଗ ଆସୁଛି, ସିଏ କିନ୍ତୁ କ'ଣ କରିଛି? ଗିଭିନ୍ 1 hour ଟୁ ଲଭ୍, ଗୋଟିଏ ମୁହୂର୍ତ୍ତ ଗୋଟିଏ ଘଣ୍ଟା ମଧ୍ୟ ସେ ଦେଇପାରୁଛି, ଅଧିକ ନାହିଁ, ସବୁ ଯାକ ରହିଛି। ହିଜ୍ ଟେଲ୍ ହାଫ୍ ଟୋଲ୍ଡ ଫଲ୍ଟର୍ସ ଦ ସିକ୍ରେଟ୍ ବାର୍ଡ, କାହାଣୀ ଅଧା। ରାଧା ତୋ ବିନା ମୋ କାହାଣୀ ଅଧା, କାହାଣୀ ହେଉଛି ଅଧା। ଟେଲ୍ ହାଫ୍ ଟୋଲ୍ଡ ଫଲ୍ଟର୍ସ ଦ ସିକ୍ରେଟ୍ ବାର୍ଡ, ଯେଉଁ କାମ ପାଇଁ ଯେଉଁ ନିୟତି ପାଇଁ ଆସିଥିଲେ, ଯେ ଭିତରେ ଯେଉଁ ଭଗବାନଙ୍କର ଅଂଶ ଭଗବାନ, ସେ କ'ଣ କରୁଛନ୍ତି ନା କିଛି କାମ କରିପାରୁନାହାନ୍ତି, ବସିଛନ୍ତି। ଦ ଗଡ୍ସ ଆର୍ ଷ୍ଟିଲ୍ ଟୁ ପ୍ୟୁ ଇନ୍ ମୋର୍ଟାଲ ଫର୍ମ, ଏଇ ଯେଉଁ ନର ଦେହରେ ନାରାୟଣ ଦେହେ ନାରାୟଣ ବୋଲିକରି କହୁଛନ୍ତି, ସକଳ ଦେହେ ନାରାୟଣ, ନର ଦେହେ ନାରାୟଣ। କିନ୍ତୁ ଯେଉଁ ଦେବତାମାନେ ଆସିକରି ପହଞ୍ଚିଛନ୍ତି ତାଙ୍କର ସଂଖ୍ୟା ହେଉଛି ଖୁବ୍ କମ୍। ଆସିବାର ମଧ୍ୟ କାରଣ ଅଛି, ଶ୍ରୀ ଅରବିନ୍ଦ ଲେଖିଛନ୍ତି, ସେମାନେ ମଧ୍ୟ ଆସିଛନ୍ତି କାରଣ ତାଙ୍କ ସ୍ପାର୍କ ଅଫ୍ ଦ ଡିଭାଇନ୍ ସମସ୍ତଙ୍କ ଭିତରେ ଅଛି, ଏଥିରେ ସନ୍ଦେହ କରିବାର ଅବକାଶ ନାହିଁ, ନିଶ୍ଚିତ ଭାବରେ ଅଛନ୍ତି। କିନ୍ତୁ ପାର୍ଥକ୍ୟ ହେଉଛି କ'ଣ? କିଏ ଦେଖୁଛି କିଏ ଜାଣୁନାହାନ୍ତି। କାହିଁକି ଆସିବାର ଆବଶ୍ୟକତା ଅଛି? ତାଙ୍କର ସେ ତିଆରି କରୁଛନ୍ତି, ଏପର୍ଯ୍ୟନ୍ତ ଶୁଣିଲେ କେହି ଜାଣୁନାହାନ୍ତି, କେହି ଶୁଣୁନାହାନ୍ତି। ସିଡ୍ସ ଅନୱରସିଭ୍ଡ, ଲୁଚିକିରି କନସିଲ୍ ହେଇ ହିଡିନ୍ ହେଇକି ସିକ୍ରେଟ୍ ହେଇକି ରହିଛନ୍ତି, ପାସିଭ୍ ହେଇକି ରହିଛନ୍ତି। ତେଣୁ କାହିଁକି ଜାଗରିତ ହେଇପାରୁନାହାନ୍ତି? ତେଣୁ ଆସିବାକୁ ପଡ଼ିବ। ଶ୍ରୀ ଅରବିନ୍ଦ ଯେଉଁ ଦେବ ମୁହୂର୍ତ୍ତ ଉପରେ 4ଟି ଲାଇନ୍ ଲେଖିଥିଲେ ତାହା ଏମିତି ଥିଲା, ବଟ୍ ହ୍ୱେନ୍ ଦ ଆୱାର ଅଫ୍ ଦ ଡିଭାଇନ୍ ଡ୍ରଜ୍ ନିୟର୍, ଯେତେବେଳେ ସେ ପାଖେଇ ଆସିବ ସେତେବେଳେ କ'ଣ କରିବ? ଦ ମାଇଟି ମଦର ସାଲ୍ ଟେକ୍ ବାର୍ଥ ଇନ୍ ଟାଇମ୍, ସେତେବେଳେ ସେ ଏକା ଆସିବେନି, ତାଙ୍କର ଆସନ୍ତିନି, ଆସିବେ ନାହିଁ। ଦ ମାଇଟି ମଦର ସାଲ୍ ଟେକ୍ ବାର୍ଥ ଇନ୍ ଟାଇମ୍, ଠିକ୍ କାଳ ବପୁରେ ସମୟରେ, ଠିକ୍ ସମୟରେ ସବୁଠାରୁ ଶକ୍ତିଶାଳୀ ଜନନୀ ଆସିବେ, ଆବିର୍ଭୂତ ହେବେ। କେବଳ 2 ଜଣ ନୁହେଁ, ଏକ ଥିଲେ, ମଲ୍ଟିପ୍ଲିସିଟି ଆସିବା, ଅନେକ ହେବା ପାଇଁ ଚେଷ୍ଟା କଲେ। ତେଣୁ ଯେତେବେଳେ ଦିବ୍ୟ ଜନନୀ ଆସିଲେ ସେତେବେଳେ ଅନ୍ୟ ଦେବତାମାନେ ମଧ୍ୟ ଆସିବେ, ବିଭୂତିମାନେ ଆସିବେ। ଗଡ୍ ବି ବର୍ନ ଇନ୍ ଟୁ ଦ ହ୍ୟୁମାନ କ୍ଲେ, এই ଯେଉଁ ମାନବୀୟ କୁଣ୍ଡଳୀ ଅଛି, ମାନବୀୟ ପିତୁଳା ଅଛି, ମାନବୀୟ ପିଣ୍ଡୁଳା ଅଛି, ମାନବୀୟ କଳେବର ଅଛି, ଅବୟବ ଅଛି, ତାରି ଭିତରକୁ ଗଡ୍ ବି ବର୍ନ, ଦେବତାମାନଙ୍କର ଅବତରଣ ହେବ, ଜନ୍ମ ନେବେ। ସେତେବେଳେ କହୁଛନ୍ତି ସମସ୍ତଙ୍କ ଭିତରେ ହେବ ନା, କାହିଁକି କହିଲେ ଟୁ ଫ୍ୟୁ ବୋଲିକରି। ଇନ୍ ଫର୍ମସ୍ ମେଡ୍ ରେଡି ବାଇ ୟୋର ହ୍ୟୁମାନ ସେଲ୍ଫ, ଯେଉଁ ରୂପକୁ, ଯେଉଁ କଳେବରକୁ, ଯେଉଁ କାୟାକୁ ଆପଣମାନେ ତିଆରି କରି ରଖିଛନ୍ତି, ସୃଷ୍ଟି କରି ରଖିଛନ୍ତି, ସେଇ କଳେବର ଭିତରକୁ କେବଳ ଦେବତାମାନଙ୍କର ଅବତରଣ ହେବ। ତେଣୁ ଚିନ୍ତା କରି ଦେଖନ୍ତୁ, ସେଇଭଳି ସେତେବେଳେ କହୁଛନ୍ତି ଗଡ୍ସ ଆର୍ ଟୁ ଫ୍ୟୁ, ଯେଉଁମାନଙ୍କର ଚେତନା ବଦଳିଲେ ଆପଣଙ୍କର ଇଏ ନୂତନ ଯୁଗ ହେବା। କାରଣ ପୂର୍ଣ୍ଣଯୁଗର ଅର୍ଥ ହେଉଛି ଚେତନାର ଆମୂଳଚୂଳ ପରିବର୍ତ୍ତନ। ତେଣୁ ଏହି ଆମୂଳଚୂଳ ପରିବର୍ତ୍ତନ ଚେତନାର ଉପରେ ନିର୍ଭର କରୁଛି କେତେ ବାଟ ଯାଇଛନ୍ତି। କିନ୍ତୁ ଆମର ଚେତନା ଆମେ ଯଦି ଜାଣିଛନ୍ତି, ଯିଏ ତ ଜାଣିନାହାନ୍ତି, ନୋ ନଟ୍ ହ୍ୱାଇ ଦେ କେମ୍, ଇଗ୍ନୋରାଣ୍ଟ ଲାଇକ୍ ପିପୁଲ୍, men know not why they came, born blind know not the light, ଅନ୍ଧାରରେ ଜନ୍ମ ହୋଇଥିଲେ ସେମାନେ ଆଲୋକ ଦେଖିପାରୁନାହାନ୍ତି। କିନ୍ତୁ ଅନ୍ତତଃ ଆପଣମାନେ ଯେଉଁମାନେ ଜାଣିଛନ୍ତି, ଏବେଠାରୁ ପ୍ରସ୍ତୁତ ହେବା, ଭଗବାନଙ୍କ ପାଇଁ ନିଜକୁ ପ୍ରସ୍ତୁତ କରିବା, ଭଗବାନ ହେବା ପାଇଁ, ଭଗବତ ଚେତନାରେ ବାସ କରିବା ପାଇଁ ଏବଂ ସେହି ଚେତନାକୁ ଜାଣିବା ପାଇଁ। ଜାଣିଛୁ ନିଶ୍ଚୟ, କିଛିଟା ବଞ୍ଚିଲେଣି, ଏବେ ତାହା ଯଥେଷ୍ଟ ନୁହେଁ, ଆମକୁ ହେବାକୁ ପଡ଼ିବ। ଅନ୍ତତଃ ଏବେ ହେଉଛି ପ୍ରସ୍ତୁତିର ପର୍ବ। ବନ୍ଦେ ମାତରମ୍।